ନମସ୍କାର ସକାଳର ବଡ଼ ଖବର ସକାଳର ଲାଟେଷ୍ଟ ଅପଡେଟ୍। ପୁଣି ମାଞ୍ଜା ସୂତାରେ କଟିଗଲା ବେକ। ପୁଣି ଘଟିଲା ଆଉ ଏକ ଦୁର୍ଘଟଣା। ବାରମ୍ବାର ବିରୋଧ ସତ୍ତ୍ୱେ ବାରମ୍ବାର ବ୍ୟାନ୍ ସତ୍ତ୍ୱେ କୋଉଠୁ ଆସୁଛି କଟକରେ ମାଞ୍ଜା ସୂତା, ତାକୁ ନେଇ ବଡ଼ ପ୍ରଶ୍ନ। ଗତକାଲି କଟକର ଭେଲଭ୍ୟୁ ଛକ ନିକଟରୁ ଆର୍ଟିଓ ଗଡ଼ା ପର୍ଯ୍ୟନ୍ତ ଏକ ଉଦ୍ଦେଶ୍ୟରେ ଜଣେ ଯୁବକ ଏବଂ ଜଣେ ଯୁବତୀ ସ୍କୁଟିରେ ଯାଉଥିବା ସମୟରେ ହିଁ କାଲି ଦିନ 12ଟା ସମୟରେ ତାଙ୍କ ବେକରେ ମାଞ୍ଜା ସୂତା ଲାଗି ତାଙ୍କ ବେକ କଟିଯାଇଥିଲା। ବହୁତ ରକ୍ତସ୍ରାବ ପରେ ତାଙ୍କ ଜଣେ ଯୁବତୀ ଯିଏ ସେଇ ଉକ୍ତ ଯୁବକ ସହିତ ଥିଲେ ସେ ହିଁ ତାଙ୍କୁ ମେଡ଼ିକାଲ ନେଇଯାଇଥିଲେ। ଏବେ ଗୁରୁତର ଅବସ୍ଥାରେ ସେ ମେଡ଼ିକାଲ ଅଛନ୍ତି। କ'ଣ ହେବ ତାଙ୍କ ଅବସ୍ଥା, ତାକୁ ନେଇ ବଡ଼ ଚର୍ଚ୍ଚା। ବାରମ୍ବାର ଗଭର୍ଣ୍ଣମେଣ୍ଟର ମନା ପରେ ବାରଣ ପରେ କେଉଁଠୁ ଆସୁଛି ମାଞ୍ଜା ସୂତା, ତାକୁ ନେଇ ବଡ଼ ପ୍ରଶ୍ନ। ଯେହେତୁ ଆଜି ମକର, ଯେହେତୁ ଆଜି ଧନୁ ସଂକ୍ରାନ୍ତି ଅଛି, ସେଥିପାଇଁ ସାଧାରଣ ଭାବରେ ଦେଖିବାକୁ ମିଳେ ଗୁଡ଼ି ଉଡ଼ା କଣ୍ଟେଷ୍ଟ ଏବେ କଟକରେ ଗୋଟେ ମୁଖ୍ୟ ଜିନିଷ ଦେଖିବାକୁ ମିଳେ। କିନ୍ତୁ ସାଧାରଣ ସୂତା ସମୟ ଥିବା ସମୟରେ କେଉଁଭଳି ଭାବରେ ଦୋକାନୀ ଏତେ ଦୁର୍ଘଟଣା ବାରମ୍ବାର ହେବା ପରେ ବି ମାଞ୍ଜା ସୂତା ବିକୁଛନ୍ତି ଏବଂ ସେ ମାଞ୍ଜା ସୂତା କେଉଁଭଳି ଭାବରେ ପିଲାମାନେ ଆଣୁଛନ୍ତି ଏବଂ ଅନେକ ଲୋକ ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ତାକୁ ନେଇ ବଡ଼ ପ୍ରଶ୍ନ ଏବେ କଟକରେ, ଯାହାକି ଦେଖିବାକୁ ମିଳିଥିଲା। ଗତକାଲି ଏଭଳି ଘଟଣା ପରେ ବହୁତ ଲୋକଙ୍କ ଭିତରେ ଉତ୍ତେଜନା ଦେଖିବାକୁ ମିଳିଥିଲା। ନାହିଁ ନଥିବା ଗହଳି ଦେଖିବାକୁ ମିଳିଥିଲା ଭେଲଭ୍ୟୁ ଛକ ନିକଟରେ, ଯେଉଁଠିକି ଜନ ଅସନ୍ତୋଷ ଦେଖାଯାଇଥିଲା। ଏବଂ ବାରମ୍ବାର କଟକରେ ରେଡ୍ ପରେ ଅନେକ ଗୁଡ଼ି ଦୋକାନରେ ରେଡ୍ ପରେ କେଉଁଠୁ ଆସିଲା ମାଞ୍ଜା ସୂତା, କିଏ ଆଣିଲା ମାଞ୍ଜା ସୂତା, କାହା ଗୁଡ଼ିରେ କଟିଲା ଉକ୍ତ ଯୁବକର ବେକ, କେମିତି କଟିଲା, କାହା ସାହସରେ ଉକ୍ତ ପିଲା ଉଡ଼ଉଥିଲେ ମାଞ୍ଜା ସୂତା, ବର୍ତ୍ତମାନ ଇନଭେଷ୍ଟିଗେସନର ଆବଶ୍ୟକତା ରହିଛି। ଏବେ ଇନଭେଷ୍ଟିଗେସନ ମଧ୍ୟ ହେବାର ଯାହା ସମ୍ଭାବନା ଅଛି, ଯେହେତୁ ଉକ୍ତ ଯୁବକ ମେଡ଼ିକାଲରେ ପଡ଼ିଛନ୍ତି, କୌଣସି ବି ଏଫଆଇଆର ଦିଆଯାଇ ନାହିଁ। ତାଙ୍କ ପରିବାର ତରଫରୁ ଏଫଆଇଆର ଦିଆଗଲେ ହିଁ ନିଶ୍ଚିତ ଭାବରେ ଇନଭେଷ୍ଟିଗେସନ ହେବ। କିନ୍ତୁ ଇଏ ଗୋଟେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କଟକ, ଯାହାକି କଟକରେ ଗୋଟେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଯାହାକି ଲୋକମାନଙ୍କ ଭିତରେ ଆହୁରି ଛନକା ଖେଳାଇ ଦେଇଛି, ଭୟଭୀତ ଦେଖେଇଛି। ମାଞ୍ଜା ସୂତାରେ ପୁଣି ଘଟିଗଲା ଅଭାବନୀୟ ଘଟଣା। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।